आकाशवाणी संवाद पढ़ुछंती मलय रंजन मिश्र। राष्ट्रपति द्रौपदी मुर्मू का आज दिनिकिया जयपुर गस्त। आसंता 21 रु 23 तारिख पर्यंत अमेरिका गस्तरे जिबे प्रधानमंत्री नरेंद्र मोदी। जम्मू कश्मीर प्रथम पर्याय विधानसभा निर्वाचन पर आज हेउछि मतग्रहण। हरियाणा विधानसभा निर्वाचन में 1031 जन प्रार्थींकर हेब राजनैतिक भाग्य निर्धारण एवं बांग्लादेशर गुरुत्वपूर्ण आर्थिक आवश्यकता को यथासंभव सहायता प्रदान करिब बोली विश्व बैंकर प्रतिश्रुति। राष्ट्रपति द्रौपदी मुर्मू आज दिनिकिया जयपुर गस्तरे जिबे। मालव्य न्याशनल इन्स्टिट्यूट ऑफ टेक्नोलोजी समावर्तन उत्सव में मुख्य अतिथि भाव जोगदे दीक्षांत भाषण प्रदान करेंगे। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ପାଇଁ 600 ଶଯ୍ୟା ବିଶିଷ୍ଟ ଆରାବଳୀ ହଷ୍ଟେଲକୁ ଉଦ୍ଘାଟନ କରିବେ। ରାଜସ୍ଥାନ ରାଜ୍ୟପାଳ ହରିଭାଉ କିଶନ ରାଓ ବାଗଡେ ଏବଂ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରତିଷ୍ଠାନ ନିର୍ଦ୍ଦେଶକ ପ୍ରଫେସର ନାରାୟଣ ପ୍ରସାଦ ପାଢ଼ୀ କହିଛନ୍ତି 2023-24 ଶିକ୍ଷାବର୍ଷର 1361 ଜଣ ଛାତ୍ରଛାତ୍ରୀଙ୍କୁ ସମାବର୍ତ୍ତନ ଉତ୍ସବରେ ସାର୍ଟିଫିକେଟ୍ ପ୍ରଦାନ କରାଯିବ। प्रधानमंत्री नरेंद्र मोदी आसंता 21 रु 23 तारिख पर्यंत अमेरिका गस्तरे जिबे। 21 तारिख दिन डेलवेयर रे विलिंगटन ठारे आयोजित हेबाकु थिबा चतुर्थ क्वाड शिखर सम्मेलन रे जोगदेबे। चलित शिखर सम्मेलन आयोजक अमेरिकार अनुरोध क्रमे आसंता वर्ष भारत परवर्ती क्वाड शिखर सम्मेलन आयोजन करने को सम्मति प्रदान करिछि। वैदेशिक व्यापार मंत्रालय कहिछि एही सम्मेलन अवसर में गत वर्ष क्वाड सम्मेलन में नियाଯାଇଥିବା निष्पत्तिगुड़िकर अग्रगति नहीं समीक्षा कराजिबो। भारत प्रशांत महासागरीय अंचलर देशगुड़िकर विकासर लक्ष्य पूरण करने नहीं आसंता शिखर सम्मेलन में आलोचना हेबाकु थिबा प्रसंग को मध्य प्रस्तुत कराजिबो। आसंता 23 तारिख में न्यूयॉर्क रे अनुष्ठित हेबाकु थिबा जातिसंघ साधारण सभा समिट ऑफ द फ्यूचर को प्रधानमंत्री संबोधन करेंगे। ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି ଉତ୍ତମ ଭବିଷ୍ୟତ ପାଇଁ ବହୁପକ୍ଷୀୟ ସମାଧାନ। ଏହି ସମ୍ମିଳନୀରେ ବିଭିନ୍ନ ରାଷ୍ଟ୍ରର ଶୀର୍ଷ ନେତୃତ୍ୱ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବିଭିନ୍ନ ରାଷ୍ଟ୍ର ନେତାଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ବୈଠକ ଆଲୋଚନା କରିବେ। ନ୍ୟୁୟର୍କରେ ରହୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ସମାବେଶକୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ସେହିଭଳି ବିଭିନ୍ନ ଅତ୍ୟାଧୁନିକ କ୍ଷେତ୍ରରେ ଭାରତ ଏବଂ ଆମେରିକା ସହଯୋଗକୁ ଅଧିକ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ସେଠାକାର ଅଗ୍ରଣୀ କମ୍ପାନୀଗୁଡ଼ିକର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ। जम्मू काश्मीर प्रथम पर्याय विधानसभा निर्वाचन आज मतग्रहण कराଯାଉଛି। ଏହି ପର୍ଯ୍ୟାୟରେ 7ଟି ଜିଲ୍ଲାର 24ଟି ବିଧାନସଭା ମଣ୍ଡଳୀ ପାଇଁ मतग्रहण କରାଯାଉଛି। 23,27,580 ଜଣ ଭୋଟର 219 ଜଣଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ। ସେଥିମଧ୍ୟରେ ସ୍ୱାଧୀନ ପ୍ରାର୍ଥୀ ଭାବେ 90 ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। 2019 ମସିହା ଅଗଷ୍ଟ ମାସରେ ଧାରା 370 ଉଚ୍ଛେଦ ପରେ ଜାମ୍ମୁ କାଶ୍ମୀରରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ନିର୍ବାଚନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆସନ୍ତା 25 ତାରିଖରେ ଏବଂ ଆସନ୍ତା ମାସ ପହିଲାରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଆସନ୍ତା ମାସ 8 ତାରିଖରେ ଭୋଟ ଗଣତି ସହ ଫଳାଫଳ ଘୋଷଣା କରାଯିବ। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଗାନ୍ଧୀନଗରଠାରେ ଚାଲିଥିବା ଆର୍ଇ ଇନଭେଷ୍ଟ ଚତୁର୍ଥ ସଂସ୍କରଣ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଅକ୍ଷୟ ଶକ୍ତି କ୍ଷେତ୍ରରେ ରାଜ୍ୟ ସରକାର ଏବଂ ଘରୋଇ ଉତ୍ପାଦନକାରୀଙ୍କ ସମେତ ବିଭିନ୍ନ ଅଂଶୀଦାର ମୋଟ 32,45,000 କୋଟି ଟଙ୍କା ବିନିଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଶକ୍ତି କ୍ଷେତ୍ରରେ ସାମ୍ପ୍ରତିକ ପରିବର୍ତ୍ତନ ସହ ତାଳ ଦେଇ ଭାରତ ଅଗ୍ରଗତି କରୁଛି। ଅକ୍ଷୟ ଶକ୍ତି ବିଷୟରେ ଜନସଚେତନତା ବୃଦ୍ଧି ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଭାରତ ଓ ରୋମାନିଆ ମିଳିତ ସ୍ମାରକ ଟିକଟ ନୂଆଦିଲ୍ଲୀଠାରେ ଉନ୍ମୋଚନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଡକ୍ଟର ଜୟଶଙ୍କରଙ୍କ ସହ ଭାରତରେ ଅବସ୍ଥାପିତ ରୋମାନିଆ ରାଷ୍ଟ୍ରଦୂତ ଡାନିଏଲା ମାରିଆନା ସେଜୋଲୋଭ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଯୋଗ ଦେଇଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ଭାରତ ଏବଂ ରୋମାନିଆ ମଧ୍ୟରେ ଥିବା ବନ୍ଧୁତ୍ୱ ଓ ସହଯୋଗର ଦୃଢ଼ତାକୁ ଏହି ଟିକଟ ଦର୍ଶାଉଛି। ଦୁଇ ଦେଶ ମଧ୍ୟରେ 75 ବର୍ଷର କୂଟନୈତିକ ସମ୍ପର୍କକୁ ଏହି ଟିକଟ ମାଧ୍ୟମରେ ସମ୍ମାନିତ କରାଯାଇଛି ବୋଲି ସେ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। हरियाणा आगामी विधानसभा निर्वाचन पर 1031 जन प्रार्थी प्रतिद्वंदिता करेंगे।
ଗତ ସୋମବାର ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ପରେ ନିର୍ବାଚନ ଲଢ଼ିବାକୁ ଥିବା ପ୍ରାର୍ଥୀଙ୍କର ତାଲିକା ଚୂଡ଼ାନ୍ତ ହୋଇଛି। ହରିୟାଣା ମୁଖ୍ୟ ନିର୍ବାଚନ ଅଧିକାରୀ ପଙ୍କଜ ଅଗ୍ରୱାଲ କହିଛନ୍ତି, ରଣାଙ୍ଗନରେ ଥିବା ପ୍ରାର୍ଥୀଙ୍କ ମଧ୍ୟରେ 101 ଜଣ ମହିଳା ଅଛନ୍ତି। 462 ଜଣ ସ୍ୱାଧୀନ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଆସନ୍ତା ମାସ 5 ତାରିଖରେ ଗୋଟିଏ ପର୍ଯ୍ୟାୟରେ ସେଠାରେ ମତଗ୍ରହଣ କରାଯିବ। ଇତିମଧ୍ୟରେ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କାର୍ଯ୍ୟ ଜୋର ଧରିଛି। ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ନିର୍ବାଚନୀ ରାଲିର ଆୟୋଜନ କରାଯାଇ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରାଯାଉଛି। ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗତକାଲି ଭିୱାନୀ ଏବଂ ଫରିଦାବାଦଠାରେ ନିର୍ବାଚନୀ ରାଲିକୁ ସମ୍ବୋଧନ କରିଥିଲେ। ଭିୱାନୀ ନିର୍ବାଚନୀ ସଭାରେ ଶ୍ରୀ ଶାହା ବିଜେପି ତଫସିଲଭୁକ୍ତ ଜାତି, ଉପଜାତି ଏବଂ ପଛୁଆବର୍ଗଙ୍କ ସଂରକ୍ଷଣ ବିରୋଧୀ ବୋଲି କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଫରିଦାବାଦ ରାଲିରେ ଶ୍ରୀ ଶାହା କହିଛନ୍ତି, ବିଜେପିର ଦଳୀୟ କର୍ମୀ ସମାଜର କଲ୍ୟାଣ ପାଇଁ କାମ କରିଥାନ୍ତି, କିନ୍ତୁ କଂଗ୍ରେସ କର୍ମୀ ସେମାନଙ୍କ ପରିବାର ସଦସ୍ୟଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି କାର୍ଯ୍ୟ କରୁଛନ୍ତି। କଂଗ୍ରେସ ସରକାରଙ୍କ ବେଳେ ଦୁର୍ନୀତି ଚରମ ସୀମାରେ ଥିଲା ବୋଲି ଶ୍ରୀ ଶାହା କହିବା ସହ ବିଜେପି ସରକାର ଗଢ଼ିବା ପରେ ଏହାର ସମାପ୍ତି ହୋଇଛି ବୋଲି କହିଛନ୍ତି। ମେଘାଳୟ, ଜାମ୍ମୁ କାଶ୍ମୀର ଏବଂ ଲଦାଖ, ମଧ୍ୟପ୍ରଦେଶ ଓ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ଦିଆଯାଇଥିବା ସୁପାରିଶକୁ ସୁପ୍ରିମକୋର୍ଟ କଲିଜିୟମ୍ ପରିବର୍ତ୍ତନ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ କଲିଜିୟମ୍ ପରିବର୍ତ୍ତିତ ନିଷ୍ପତ୍ତି ନେଇ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି। ଜଷ୍ଟିସ୍ ଇନ୍ଦ୍ରପ୍ରସନ୍ନ ମୁଖର୍ଜୀଙ୍କୁ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରିବାକୁ ସୁପାରିଶ ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ଜଷ୍ଟିସ୍ ତାସିର ଆବସ୍ଥାନଙ୍କୁ ଜାମ୍ମୁ କାଶ୍ମୀର ଓ ଲଦାଖ ହାଇକୋର୍ଟ, ଜଷ୍ଟିସ୍ ସୁରେଶ କୁମାର କୈତଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟ, ଜଷ୍ଟିସ୍ ଜିଏସ୍ ସାନ୍ଧୱାଲିଆଙ୍କୁ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିଶ କରାଯାଇଛି। ତେବେ ଏହି ପରିବର୍ତ୍ତିତ ସୁପାରିଶ ଜଷ୍ଟିସ୍ ମନମୋହନ, ଜଷ୍ଟିସ୍ ରାଜୀବ ସଖଦେର, ଜଷ୍ଟିସ୍ ନିତିନ ମଧୁକର ଜାମଦାର ଏବଂ ଜଷ୍ଟିସ୍ କେ.ଆର୍. ଶ୍ରୀରାମଙ୍କ ନିଯୁକ୍ତି ନେଇ ଦିଆଯାଇଥିବା ସୁପାରିଶକୁ ପ୍ରଭାବିତ କରିବ ନାହିଁ ବୋଲି ସୁପ୍ରିମକୋର୍ଟ କଲିଜିୟମ୍ ସ୍ପଷ୍ଟ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ସଂସ୍କାର, ବନ୍ୟା ମୁକାବିଲା, ବାୟୁ ଏବଂ ସ୍ୱାସ୍ଥ୍ୟ ଗୁଣବତ୍ତା ବୃଦ୍ଧି ଲକ୍ଷ୍ୟରେ ବିଶ୍ୱ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷରେ ପ୍ରାୟ $2 ବିଲିୟନ ଆମେରିକୀୟ ଡଲାର ନୂତନ ପାଣ୍ଠି ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି। ବିଶ୍ୱବ୍ୟାଙ୍କ କଣ୍ଟ୍ରି ନିର୍ଦ୍ଦେଶକ ଅବଦୁଲ୍ଲାହ ଶେଖ୍ ଗତକାଲି ଏହା କହିଛନ୍ତି। ଶ୍ରୀ ଶେଖ୍ ଢାକାରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପ୍ରଫେସର ମହମ୍ମଦ ୟୁନୁସଙ୍କ ସହ ଆଲୋଚନା କରିଛନ୍ତି। ୟୁନାଇଟେଡ୍ ନ୍ୟୁଜ୍ ଅଫ୍ ବାଂଲାଦେଶ ରିପୋର୍ଟ ଅନୁଯାୟୀ ଶ୍ରୀ ଶେଖ୍ ଆଲୋଚନା କାଳରେ ଏହି ସୂଚନା ପ୍ରଦାନ କରିଛନ୍ତି। ତେବେ ବାଂଲାଦେଶର ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଆବଶ୍ୟକତାକୁ ବିଶ୍ୱ ବ୍ୟାଙ୍କ ଯଥାସମ୍ଭବ ସହାୟତା ପ୍ରଦାନ କରିବ ବୋଲି ଶ୍ରୀ ଶେଖ୍ ଆଲୋଚନା ବେଳେ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, ଅତିରିକ୍ତ ଋଣ ପ୍ରଦାନ ଦ୍ୱାରା ଚଳିତ ଆର୍ଥିକ ବର୍ଷରେ ବାଂଲାଦେଶକୁ ବିଶ୍ୱ ବ୍ୟାଙ୍କ ଦେଉଥିବା ଋଣ ଏବଂ ଅନୁଦାନ ପରିମାଣ ପ୍ରାୟ $3 ବିଲିୟନ ଡଲାରକୁ ବୃଦ୍ଧି ପାଇବ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ପ୍ରତିରକ୍ଷା ମନ୍ତ୍ରୀ ୟୋଆଫ୍ ଗାଲାଣ୍ଟଙ୍କ ମଧ୍ୟରେ ଗତକାଲି ଲେବାନନରେ ଘଟିଥିବା ପେଜର ବିସ୍ଫୋରଣ ନେଇ ଆଲୋଚନା ହୋଇଛି। ତେଲ୍ଆଭିଭ୍ ସ୍ଥିତ ହାଇକ୍ରିଆଠାରେ ଦୁଇ ନେତାଙ୍କ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଅନ୍ୟପକ୍ଷରେ ହିଜବୁଲ୍ଲା କହିଛି, ବିସ୍ଫୋରଣ ପଛ କାରଣ ଜାଣିବା ପାଇଁ ସୁରକ୍ଷା ଏବଂ ବୈଜ୍ଞାନିକ ଅନୁସନ୍ଧାନ ଜାରି ରହିଛି। ଏହି ବିସ୍ଫୋରଣ ପାଇଁ ଇସ୍ରାଏଲକୁ ଦାୟୀ କରିବା ସହ ଏହାର ଜବାବ ଦିଆଯିବ ବୋଲି ହିଜବୁଲ୍ଲା କହିଛି। ତେବେ ଇସ୍ରାଏଲ ଏହି ଘଟଣା ପାଇଁ ନିଜକୁ ଦାୟୀ କରିନାହିଁ। ଲେବାନନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଗତକାଲି ପେଜର ବିସ୍ଫୋରଣରେ ହିଜବୁଲ୍ଲା ସଦସ୍ୟଙ୍କ ସମେତ ଅତି କମ୍ରେ 8 ଜଣଙ୍କର ମୃତ୍ୟୁ ହୋଇଛି। 2800ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଇରାନ ଗଣମାଧ୍ୟମ ଦେଇଥିବା ସୂଚନା ଅନୁଯାୟୀ ଏହି ବିସ୍ଫୋରଣରେ ଲେବାନନରେ ଥିବା ଇରାନର ରାଷ୍ଟ୍ରଦୂତ ମୋଜତବା ଅମାନି ଆହତ ହୋଇଛନ୍ତି। ପୁରୁଷ ଏସିଆନ୍ ହକି ଚାମ୍ପିୟନସିପ୍ ପ୍ରତିଯୋଗିତାରେ ବିଜୟୀ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସେମାନଙ୍କ ପ୍ରଦର୍ଶନ, ନିଷ୍ଠା ଏବଂ ଇଚ୍ଛାଶକ୍ତି ସମଗ୍ର ଦେଶ ପାଇଁ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି। ସୂଚନାଯୋଗ୍ୟ, ଭାରତୀୟ ଦଳ ପଞ୍ଚମ ଥର ପାଇଁ ପୁରୁଷ ଏସିଆନ୍ ହକି ଚାମ୍ପିୟନସିପ୍ ପ୍ରତିଯୋଗିତାର ଟାଇଟଲ୍ ହାସଲ କରିଛି। ଚୀନର ହୁଲୁନବୁରଠାରେ ପ୍ରତିଯୋଗିତାର ଫାଇନାଲରେ ଚୀନକୁ 1-0 ଗୋଲ୍ ବ୍ୟବଧାନରେ ପରାସ୍ତ କରି ଭାରତ ଏହି ସଫଳତା ପାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ଦିନିକିଆ ଜୟପୁର ଗସ୍ତ। ଆସନ୍ତା 21ରୁ 23 ତାରିଖ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାମ୍ମୁ କାଶ୍ମୀର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ହେଉଛି ମତଗ୍ରହଣ। ହରିୟାଣା ବିଧାନସଭା ନିର୍ବାଚନରେ 1031 ଜଣ ପ୍ରାର୍ଥୀଙ୍କର ହେବ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ଏବଂ ବାଂଲାଦେଶର ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଆବଶ୍ୟକତାକୁ ଯଥାସମ୍ଭବ ସହାୟତା ପ୍ରଦାନ କରିବ ବୋଲି ବିଶ୍ୱ ବ୍ୟାଙ୍କର ପ୍ରତିଶ୍ରୁତି। ସମ୍ବାଦ ଏତିକିରେ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।